ଆପଣ ସାମ୍ନାରେ ଦେଖୁଥିବା ଏଇ ଫୁଲ ଗଛଟି ହେଲା ଆମର ଗଣେଶ ବେଲ, ଯାହାକୁ ଆମେ ତାରକା ଫୁଲ କୁହନ୍ତି ଓଡ଼ିଆରେ, ଆଉ ଷ୍ଟାର ଗ୍ଲୋରି ବି ମଧ୍ୟ କୁହନ୍ତି। ଯେହେତୁ ଏହାର ପାଖୁଡ଼ା ଗୁଡ଼ାକ ପୁରା ତାରା ଭଳିଆ, ସେଥିପାଇଁ ଏକା ତାରକା ଫୁଲ ଓଡ଼ିଆରେ କହନ୍ତି। ତ ଏହାର ଫୁଲର ଧରଣ ଖାସ୍ କରିକି ଅଧିକା ଆମର ଫୁଟିଥାଏ ଶୀତ ଦିନରେ। ଖରା ଦିନରେ ଫୁଟେ କିନ୍ତୁ ବହୁତ କମ୍, ଆଉ ବର୍ଷା ଦିନରେ ବି ଫୁଟିଥାଏ ସେମିତି ଥଣ୍ଡା ପାଇକି, ଆଉ ଶୀତ ଦିନରେ ବି ମଧ୍ୟ ଅଧିକା ଫୁଟିଥାଏ। ଏଇଟା ଗୋଟେ ଶୀତ ଦିନିଆ ଫୁଲ ଗଛ ପ୍ରକୃତରେ। ଯେତେ ଅଧିକା ଥଣ୍ଡା ପଡ଼ି ଚାଲିବ ସେତେ ଅଧିକା ଏଇ ଗଛରେ ଫୁଲ ବି ମଧ୍ୟ ଦେଇ ଚାଲିବ। କିନ୍ତୁ ଫୁଲ ଫୁଟି ସାରିଲା ପରେ ଯେତେବେଳେ ମଞ୍ଜି ରହିବା ଆରମ୍ଭ କରେ, ଗଛଟା ଧୀରେ ଧୀରେ ନଷ୍ଟ ହେବାକୁ ଲାଗେ। ତାର ପତ୍ର ଏମିତି ପୁରା ପାଉଁଶିଆ ହେଇଯାଏ, ବେଳେବେଳେ କିଛି ପତ୍ର ଶୁଖିଲିଆ ହେଇକିରି ଏମିତି ଝଡ଼ିବାକୁ ଲାଗେ। ସବୁ ଗଛର ପତ୍ର ହେଉଛି ପାକଳ ହେଲା ପରେ ଝଡ଼େ, କିନ୍ତୁ ଏ ଗଛର ପତ୍ରକୁ ଆପଣ ନିଜେ ଛଡ଼େଇବାକୁ ପଡ଼ିବ, କାହିଁକିନା ସେ ସେମିତି ବାହାରିବନି। ତ ସେଥିପାଇଁକା ମୁଁ ପ୍ରଥମେ ମଞ୍ଜି ସଫା କରିଦେଇଥିଲି, ତାପରେ ଯାହା ଯେତିକି ପାକଳ ପତ୍ର ଥିଲା ତାକୁ ହାତରେ ଟୁଙ୍କିଥିଲି, କାହିଁକିନା କଇଁଚିରେ ଯଦି ଟୁଙ୍କିବି ବା କାଟିବି ଅନ୍ୟ ସବୁ ସରୁ ସରୁ ଡାଳ ଗୁଡ଼ାକ ଯେହେତୁ ୟାର, ସେଥିପାଇଁ ତାକୁ ବି ମଧ୍ୟ କଟିଦେବି କାଳେ, ସେଥିପାଇଁକା ମୁଁ ହାତରେ ହିଁ ମୁଁ ଟୁଙ୍କିଥିଲି। ଆଉ ୟାର ମଞ୍ଜି ଆପଣ ପୁରା ପାକଳ ଯାଏ ବି ରଖିପାରିବେ, ନହେଲେ ଏମିତି କଞ୍ଚା ବେଳୁ ତୋଳିକି ମଧ୍ୟ ଖରାରେ ଶୁଖେଇକି ତାକୁ ପାକଳ ହେଲା ପରେ ରଖିଦେଇପାରିବେ, କାହିଁକିନା ଇଏ କଞ୍ଚା ବେଳୁ ହିଁ ମଞ୍ଜି ଗୁଡ଼ାକ ଭିତରେ ପାକଳ ହେଇଯାଇଥାଏ। ତ ମୁଁ ଏଇଠି ଖରାରେ ସବୁ ଶୁଖେଇ ଦେଉଛି, ଏଗୁଡ଼ାକ ସବୁ ରଖିବି ଆଗକୁ ମଞ୍ଜି ଗୁଡ଼ାକ ବାହାର କରିକି। ଆଉ ଶୀତ ଦିନରେ ଦେଖ ଛାଇରେ ରଖିବାର କ'ଣ ପ୍ରତିଫଳ ଦେଖ। ଛାଇରେ ଯେଉଁ ଗଛଟା ରଖିଛି କେତେ ଗ୍ରୀନ୍ ରହିଛି, କେତେ ସୁସ୍ଥ ରହିଛି, ଆଉ ଫୁଲ ବି କାଫି ବଢ଼ିଆ ରହୁଛି। ଗୋଟିଏ ଗଛ ମୁଁ ଖରାରେ ରଖିଛି, ଆଉ ଗୋଟେ ଗଛ ଛାଇରେ। ତ ଏଇଥିରୁ ଆପଣ ଡିଫରେଣ୍ଟ କ'ଣ ଜାଣିପାରୁଥିବେ, ମାନେ ଶୀତ ଦିନରେ ବି ଏ ଗଛକୁ ଟିକେ ଛାଇ ଦରକାର। ପ୍ରତ୍ୟେକଟି ଗଛକୁ ଆମେ ଖରାକୁ ବାହାର କରନ୍ତି ଅତ୍ୟଧିକ ଫୁଲ ପାଇବା ପାଇଁ, କିନ୍ତୁ ୟାକୁ ଆପଣ ଛାଇରେ ଯେତେ ରଖିବେ ଗଛଟା ସେତେ ବଢ଼ିଆ ଦେଖାହେବ। ମଞ୍ଜି ଆବଶ୍ୟକ ଅନୁସାରେ ଛାଡ଼ିବେ, ଆଉ ବାକି ଯେତିକି ଛୋଟ ବେଳଠୁ ଟୁଙ୍କି ଦେବେ। ଆଉ ଯଦି ତାକୁ ସବୁକୁ ଆପଣ ମଞ୍ଜି ପାକଳ ହେବା ପାଇଁ ଛାଡ଼ିବେ, ଗଛକୁ ଦେଉଥିବା ଇମ୍ୟୁନିଟି ସବୁ ମଞ୍ଜି ବଢ଼ିବାରେ ଆଉ ପାକଳ ହେବାରେ ହିଁ ଲଗେଇଦେବ। ଗଛ